मुझ में बने रहो और मेरा वचन तुम में बना रहे, तो जो चाहो मांगो और वो तुम्हारे लिए हो जाएगा। ଯଦି ତୁମ୍ଭେ ମାନେ ମୋ ଠାରେ ରୁହ ଆଉ ମୋହର ବାକ୍ୟ ତୁମ୍ଭ ମାନଙ୍କ ଠାରେ ରୁହେ, ତାହା ହେଲେ ଯେକୌଣସି ବିଷୟ ଇଚ୍ଛା କର ତାହା ମାଗ ଆଉ ତୁମ୍ଭ ମାନଙ୍କ ନିମନ୍ତେ ତାହା ସାଧିତ ହେବ। ମୋ ପ୍ରିୟ ମାନେ, ବିଶେଷ କରି ଧନ୍ୟବାଦ ଦିଏ ପ୍ରଭୁଙ୍କୁ। ଆଜି ପ୍ରଭୁ ଏହି ସୁନ୍ଦର ସମୟ ଆମମାନଙ୍କୁ ଦେଇ ଅଛନ୍ତି। ପରମେଶ୍ୱରଙ୍କର ଉପସ୍ଥିତିରେ ସମୟ ପାଇବା ଆରାଧନା ସହିତ, ବାକ୍ୟ ସହିତ, ଈଶ୍ୱରଙ୍କର ଉପସ୍ଥିତି ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଇ ପରମେଶ୍ୱରଙ୍କର ନିକଟରେ ନିଜକୁ ସମର୍ପିତ କରି ସମୟ ପାଇବା, ଏହା ଏକ ସାଧାରଣ ବିଷୟ ନୁହେଁ। ସେଥିମଧ୍ୟରେ ଆମମାନଙ୍କର ବ୍ୟସ୍ତତା ରହିଲା ପରେ ପ୍ରଭୁଙ୍କ ଅନୁଗ୍ରହ ଆମମାନଙ୍କ ଜୀବନରେ ରହିଛି। ଅନେକ ଲୋକମାନେ ଏହି ସମୟକୁ ନ ପାଇଲେ ସୁଦ୍ଧା ପ୍ରଭୁ ଆମମାନଙ୍କୁ ଏହି ସମୟ ଦେଉଅଛନ୍ତି। ହେଇପାରେ ଆପଣମାନେ ନିଜ ଘରେ ଅଛନ୍ତି କିମ୍ବା ହେଇପାରେ ନିଜ କାର୍ଯ୍ୟରେ ଅଛନ୍ତି, କିନ୍ତୁ ଏହି ସମୟରେ ପରମେଶ୍ୱରଙ୍କର ଉପସ୍ଥିତିର ସହିତ ଆପଣମାନେ ଅଛନ୍ତି। ପରମେଶ୍ୱରଙ୍କର ଉପସ୍ଥିତି ଗଠନ କରେ, ପରମେଶ୍ୱରଙ୍କର ଉପସ୍ଥିତି ଆମକୁ ତିଆରି କରେ, ପରମେଶ୍ୱରଙ୍କର ଉପସ୍ଥିତି ଆମ ଜୀବନରେ ରହିଥିବା ଆବଶ୍ୟକତାକୁ ପରିପୂର୍ଣ୍ଣ କରେ, ପରମେଶ୍ୱରଙ୍କର ଉପସ୍ଥିତି ଆମମାନଙ୍କୁ କଢାଇ ନିଏ, ପରମେଶ୍ୱରଙ୍କର ଉପସ୍ଥିତି ପ୍ରତ୍ୟେକ କ୍ଷେତ୍ରରେ ଆମମାନଙ୍କୁ ସାହାଯ୍ୟ କରେ। ଏଇଥିପାଇଁ ପରମେଶ୍ୱରଙ୍କର ଉପସ୍ଥିତିରେ ରହିବା ଆମମାନଙ୍କ ପାଇଁ ଅତି ଆବଶ୍ୟକ ଅଟେ। ଈଶ୍ୱରଙ୍କ ବାକ୍ୟ ଯାହା ଯୋହନ 15 ପର୍ବର 7 ପଦ ଅନୁସାରେ, ଯଦି ତୁମ୍ଭେ ମାନେ ମୋ ଠାରେ ରୁହ ଆଉ ମୋହର ବାକ୍ୟ ତୁମ୍ଭ ମାନଙ୍କ ଠାରେ ରୁହେ, ତାହା ହେଲେ ଯେକୌଣସି ବିଷୟ ଇଚ୍ଛା କର। ଏ ଜାଗାରେ ଯେକୌଣସି ବିଷୟ ଇଚ୍ଛା କରିବା ବିଷୟ କୁହାଯାଏ। ଆଜି ଅନେକ ଲୋକଙ୍କର ସ୍ୱପ୍ନ ପୁରା ହଉନି। ଆଜି ଅନେକ ଲୋକଙ୍କର ଭାବନା ଏକ ସ୍ୱପ୍ନ ଆକାରରେ ରହୁଛି। ଆଜି ଅନେକ ଲୋକଙ୍କର ଇଚ୍ଛା, ଅନେକ ଲୋକଙ୍କର ଡ୍ରିମ କୁ ସେମାନେ ଆଚିଭ୍ କରିପାରୁନାହାନ୍ତି। କଣ ପାଇଁ? ଆଜିର ବାକ୍ୟ ଅନୁସାରେ ସେମାନେ ଈଶ୍ୱରଙ୍କ ବାକ୍ୟରେ ନିଜେ ଜୀବନ କାଟୁନାହାନ୍ତି। ମୋ ପ୍ରିୟ ମା ମାନେ, ମୋ ପ୍ରିୟ ଭାଇ ମାନେ, ମୋ ପ୍ରିୟ ଈଶ୍ୱରୀୟ ଲୋକମାନେ, ଆପଣ ଯଦି ଈଶ୍ୱରଙ୍କ ଠାରେ ରହିବେ ବା ଈଶ୍ୱରଙ୍କର ବାକ୍ୟକୁ ଆପଣଙ୍କର ବ୍ୟକ୍ତିମୟ ଜୀବନରେ ରଖିବେ, ତାହେଲେ ଆପଣ ଯେକୌଣସି ବିଷୟ ମାଗନ୍ତୁ ବା ଇଚ୍ଛା କରନ୍ତୁ, ଆପଣ ପାଇବେ। ଏହା ଏକ ସାଧାରଣ ବିଷୟ ନୁହେଁ। ଯେପରି ଗୋଟିଏ ଛୋଟିଆ ଛୁଆ ପ୍ରତି ଆପଣା ମାତା ପିତା ପ୍ରତି କ୍ଷେତ୍ରରେ ଯତ୍ନ ନିଅନ୍ତି, ପୁଣି ଆବଶ୍ୟକତାକୁ ଦିଅନ୍ତି, ଠିକ ସେହି ପ୍ରକାର ଆଜି ଆମମାନଙ୍କର ଇଚ୍ଛାକୁ ସେହି ଆମମାନଙ୍କର ସ୍ୱର୍ଗୀୟ ପିତା ପୁରା କରିବାକୁ ଇଚ୍ଛା କରନ୍ତି। ପ୍ରକୃତରେ ଆମେ ଖାଲି ଇଚ୍ଛା କରୁଛୁ ନା ଆମେ ପାଇବାକୁ ଚେଷ୍ଟା କରୁଛୁ? ଯଦି ଆମେ ପାଇବାକୁ ଚେଷ୍ଟା କରୁଛୁ, ତାହେଲେ ଆମେ ଏହା ଜାଣିବା ଦରକାର ନା ଆମ ବ୍ୟକ୍ତିମୟ ଜୀବନରେ ଈଶ୍ୱରଙ୍କର ବାକ୍ୟ ରହିବା ଦରକାର। ଆଉ ଈଶ୍ୱରଙ୍କର ବାକ୍ୟକୁ ରଖିବା ପାଇଁ ଏକ ଖ୍ରୀଷ୍ଟୀୟ ଜୀବନ କାଟିବା ଦରକାର। ଆଉ ଏକ ଖ୍ରୀଷ୍ଟୀୟ ଜୀବନ କାଟିବା ପାଇଁ ନିଜର ବ୍ୟକ୍ତିମୟ ଜୀବନ ଏକ ସମର୍ପିତ ଜୀବନର ଆବଶ୍ୟକ ଦରକାର। ଆଉ ସମର୍ପିତ ଜୀବନକୁ କାଟିବା ପାଇଁ ଏହି ଯୋଉ ଶରୀର ରହିଛି, ଜାଗତିକ ଶରୀରକୁ ଈଶ୍ୱରଙ୍କର ମନ୍ଦିର କରିବା ଆବଶ୍ୟକ ରହିଛି। ଆଉ ଈଶ୍ୱରଙ୍କର ମନ୍ଦିର କରିବା ପାଇଁ ହେଲେ କିଛି ଦିନ ବା କିଛି ସମୟ, ଯାହା ଆମମାନଙ୍କ ଜୀବନରେ ଆଉ କଣ କରେ ନା, ଅନେକ ସମୟରେ ଶୈତାନ ଆସି ଜାଗତିକ ଶରୀର କରିବା ପାଇଁ ଅନେକ ଟେମ୍ପଟେସନ ଆକାରରେ, ଅନେକ ଲାଳସା ଆକାରରେ, ଅନେକ ପ୍ରକାର କ୍ରୋଧର ଆତ୍ମା, ଆଉ କ୍ରୋଧର ଆତ୍ମା ଅନେକ ପ୍ରକାର ଶାରୀରିକ ଫଳ ଦେଇ ଯୋଉ କାର୍ଯ୍ୟ କରେ, ସବୁ ବିଷୟକୁ ଯଦି ଆମେ ଯେତେବେଳେ ତୁଚ୍ଛ କରୁ, ତାହେଲେ ଆମେ ଈଶ୍ୱରଙ୍କର ନିକଟରେ ଆମେ କଣ ହେଇଥାଉ ନା, ପ୍ରକୃତରେ ଆମେ ଆଶୀର୍ବାଦର ପାତ୍ର ହେଇଥାଉ ବା ଆମମାନଙ୍କର ଇଚ୍ଛା, ସ୍ୱପ୍ନ ପୁରା ହେଇଥାଏ। ଆମମାନଙ୍କର ଆବଶ୍ୟକତା
पूरा ही थाए। आज अनेक लोक कहती प्रभु मते जगौ नांती, यह टोटली रंग विषय अटे। आजिर वाक्य अनुसार आपण जदि ईश्वर निकट जदि समर्पित अटंती, आपण जदि ईश्वर प्रति जदि लालायित अटंती, आपण जदि ईश्वर प्रति जदि समर्पित अटंती, निश्चित भावरे से आम्मान को उद्धार करिवे, निश्चित भावरे से आम्मान को उद्धार करिवे। सही प्रभु जो प्रभु आम्मान को पाई सकल विषय सह्य कले, आमे यह जानिबा दरकार अभिशाप प्रभु यीशु ख्रीष्ट आम्मान को पाई गालातियो 3:14 अनुसार निजे अभिशप्त हेले आ क्रूस रे ताकू टंगा गला। कौन पाई? अभिशाप रु मुक्त करिबा पाई। केवल अभिशाप रु आमे मुक्त होउनु, आम जीवन रे विचार रु मुक्त होउछु। एवरी 9:26-27 अनुसार, जौन 3:16 अनुसार केवल विचार मृत्यु नुहे, मुक्त नुहे, जने स्वर्गीय जीवन पाई पारे, अर्थात चिरस्थायी द्वितीय मृत्यु रु मध्य मुक्त होई पारिबो केतेबेले जेतेबेले से पुत्र को से विश्वास करे। और से पुत्र माथ्यू 8:17 अनुसार आममानकर रोग आ असुस्थता दुर्बलता को से कौन कले? ग्रहण कले। मो प्रिय माने से कहती मु प्रकृत द्राक्षालता पुणी मोहर पिता कृषक, मो ठारे थिबा जेकोसी शाखा फल न फले ताहा से काटी पकांती, आउ जेकोसी शाखा फल फले अधिक फल फलिबा निमंते से ताहा परिष्कार करंती। कारण कहती ईश्वर प्रभु यीशु कहती, कौन कहती जे तुमे माने जदि प्रचुर फल फलिबो ताहले पिता महिमान्वित हेबे। ठीक सही प्रकार मो प्रिय माने आपण ईश्वरंकर निकटरे जेतेबेले कि समर्पित हुअंती, तार अर्थ आपण वाक्य को पालन करंती, वाक्य को रखंती, ताहले आपणकर इच्छा आपण परिपूर्ण करिबा पई जाउछंती। आपणकर ड्रीम को आपण अचीव करिबा पई जाउछंती। आपणकर शांति को आपण उपभोग करिबा पई जाउछंती। आज समय अछि ईश्वरंकर वाक्य को निज जीवन रे आनी पालन करिबा। आज समय अछि ईश्वरंकर वाक्य को प्रति क्षेत्र रे बुझी पालन करिबा पई। आज समय अछि लालसा को दूर करिबा पई, अंधकार को दूर करिबा पई, मंदता को दूर करिबा पई। जेउ प्रभु क्रूस रे आम्मान को पई चढ़िले, जेउ प्रभु जेपरि अभिशाप रु मुक्त देले, असुस्थता रु सुस्थ देले, विचार रु मुक्त कले, चिरस्थायी मृत्यु रु जौन 3:16 अनुसार तांको विश्वास करिबा द्वारा आउ से आम्मान को आउ मृत्यु रु मुक्त करंती, शैतान थारु मुक्त करंती। कलस्य 2:15 अनुसार हां वर्तमान पाप गुड़ी को मुक्त करंती। रोमियो 6:14 अनुसार ठीक सही प्रकार आम्मानकर व्यक्तिमय जीवन रे आमे जदि मुक्ति पाई अछु, ताहेले आम मन काहीकि पाप आड़ को जाए, काहीकि टेम्पटेशन ऊपर आमे हस्त दउछु, काहीकि सेई मंदता ऊपर पुनर्बार आमे आउ कोन करूछु? अट्रैक्शन होउछु। आपण जानि छथि प्रभु यीशु को रक्त एवरी 13:12 अनुसार आम्मान को सूची करे। एवरी 13:12 अनुसार प्रभु यीशु को रक्त आम्मान को सूची करे। आमे काहीकि असूची होउछु? आमे जानिछु जेतेबेले रक्त रे जीवन थाए। मो प्रिय माने प्रति विषय आम्मान को जत्न तत्न हेबार आवश्यक रहिछि। प्रति विषय सावधान सहित आम्मान को ईश्वरंकर वाक्य को लक्ष्य करी आगो को बढ़िबार रहिछि। चाहंती आपणकर इच्छा थिबो ना मते गोटे ऑफिसर हबार अछि, आपणकर इच्छा थिबो ना मोर पुओ झियो मनुष्य हुंतु, आपणकर इच्छा थिबो नाई मते आत्मिक दान रे अधिक बढ़िबार अछि,
ଆପଣଙ୍କର ଇଚ୍ଛା ଥିବ ନିଶ୍ଚିତ ପ୍ରକାରେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବାର ଅଛି। ଅନେକ ଇଚ୍ଛା ବିଷୟରେ ଆଜିର ବାକ୍ୟ ଅନୁସାରେ କେବଳ ଗୋଟିଏ ବିଷୟ ମୁଁ ଆପଣଙ୍କୁ କହିବା ପାଇଁ ଇଚ୍ଛା କରେ, ଯାହା ଯୋହନ 15:7, ଯଦି ତୁମ୍ଭେ ମାନେ ମୋ ଠାରେ ରୁହ ଆଉ ମୋହର ବାକ୍ୟ ତୁମ୍ଭମାନଙ୍କ ଠାରେ ରୁହେ, ତାହେଲେ ଯେକୌଣସି ବିଷୟ ଇଚ୍ଛା କର ତାହା ମାଗ ଆଉ ତୁମ୍ଭମାନଙ୍କ ନିମନ୍ତେ ତାହା ସାଧିତ ହେବ। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।